ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜୀବନରେ ଗଙ୍ଗା ନଦୀର ଏକ ବିଶେଷ ସ୍ଥାନ ରହିଛି। ଲୋକମାନେ ଗଙ୍ଗାକୁ ପବିତ୍ର ମନେ କରନ୍ତି ଏବଂ ଏହାକୁ ପୂଜା କରନ୍ତି। ଗଙ୍ଗା ଜଳ ମଧ୍ୟ ସ୍ୱତନ୍ତ୍ର କାରଣ ରହିଛି ଯେଉଁ କାରଣରୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ। ଆପଣ ନିଶ୍ଚୟ ଦେଖିଥିବେ ଯେ ଲୋକମାନେ ଗଙ୍ଗା ଜଳକୁ ଘରକୁ ଆଣି ଅନେକ ବର୍ଷ ପର୍ଯ୍ୟନ୍ତ ରଖନ୍ତି, କିନ୍ତୁ ଏହା କଦାପି ନଷ୍ଟ ହୁଏ ନାହିଁ କିମ୍ବା ଦୁର୍ଗନ୍ଧ ମଧ୍ୟ ହୁଏ ନାହିଁ। ଗଙ୍ଗା ଜଳର ଶୁଦ୍ଧତା ପଛରେ ଅନେକ ବୈଜ୍ଞାନିକ କାରଣ ଲୁଚି ରହିଛି। ଏହି ଜଳ ନଷ୍ଟ ନହେବାରେ ସାହାଯ୍ୟ କରୁଥିବା ଏକ ମୁଖ୍ୟ ଉପାଦାନ ହେଉଛି ବ୍ୟାକ୍ଟେରିଓଫେଜ୍। ନ୍ୟାସନାଲ ଏନଭାରମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ଗଙ୍ଗା ନଦୀ ଜଳରୁ ମିଳିଥିବା ବ୍ୟାକ୍ଟେରିଓଫେଜ୍ ବିଶେଷ ପ୍ରକାରର ଜୀବାଣୁ ଅଟେ ଯାହା ଜଳରେ ଥିବା କ୍ଷତିକାରକ ଜୀବାଣୁ ନଷ୍ଟ କରିଥାଏ। ଏହି ବ୍ୟାକ୍ଟେରିଓଫେଜ୍ ଗଙ୍ଗା ଜଳରେ ଏକ ପ୍ରାକୃତିକ ଫିଲ୍ଟର ଭାବରେ କାର୍ଯ୍ୟ କରିଥାଏ ଯାହା ଜଳକୁ ଶୁଦ୍ଧ ଏବଂ ସୁରକ୍ଷିତ ରଖେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଅନ୍ୟ ନଦୀ ଅପେକ୍ଷା ଗଙ୍ଗା ନଦୀର ଜଳରେ ଅଧିକ ପରିମାଣର ଅମ୍ଳଜାନ ମିଳିଥାଏ। ଏହି ଅମ୍ଳଜାନର ପ୍ରଚୁରତା ହେତୁ ଜଳର ଗୁଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥାଏ। ଏହା ଜଳ ନଷ୍ଟ ହେବା ଏବଂ ଦୁର୍ଗନ୍ଧରୁ ରକ୍ଷା କରିଥାଏ। ଏହି ଅତ୍ୟଧିକ ଅମ୍ଳଜାନ ଗଙ୍ଗା ନଦୀର ଉପରରୁ ତଳ ଅଂଶ ପର୍ଯ୍ୟନ୍ତ ଅଧିକ ଦେଖାଯାଏ, ବିଶେଷ କରି ହରିଦ୍ୱାର ଏବଂ ଋଷିକେଶ ଭଳି ସ୍ଥାନରେ। ଏହି କାରଣରୁ ଏହି ସ୍ଥାନଗୁଡ଼ିକର ଜଳ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ। ବୈଜ୍ଞାନିକ କାରଣ ସହିତ ଧାର୍ମିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗଙ୍ଗା ଜଳର ଗୁରୁତ୍ୱ ମଧ୍ୟ ବହୁତ ଅଧିକ। ହିନ୍ଦୁ ଧର୍ମରେ ଗଙ୍ଗା ନଦୀ ଦେବାଦେବୀଙ୍କର ଏକ ରୂପ ଭାବରେ ବିବେଚନା କରାଯାଏ। ଗଙ୍ଗା ପାଣିରେ ଗାଧୋଇବା ଏବଂ ଏହାକୁ ଘରେ ରଖିବା ଦ୍ୱାରା ପାପ ନଷ୍ଟ ହୋଇଯାଏ ଏବଂ ଘରେ ଶାନ୍ତି ଏବଂ ସମୃଦ୍ଧତା ଆସିଥାଏ ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଉପାସନା, ଯଜ୍ଞ ଏବଂ ଧାର୍ମିକ ରୀତିନୀତିରେ ଗଙ୍ଗା ଜଳ ବ୍ୟବହୃତ ହୁଏ। ଲୋକମାନେ ମରିବା ପୂର୍ବରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ଏହାକୁ ପିଅନ୍ତି। ଗଙ୍ଗା ଜଳକୁ ଘରେ ଦୀର୍ଘ ସମୟ ଧରି ରଖିବାର ଅନେକ ଲାଭ ଅଛି। ଏହା ସ୍ୱାଭାବିକ ଭାବରେ ଶୁଦ୍ଧ, ତେଣୁ ଜୀବାଣୁ କିମ୍ବା ଅନ୍ୟାନ୍ୟ ଅଣୁଜୀବ ଏଥିରେ ବଢ଼ିପାରନ୍ତି ନାହିଁ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଗଙ୍ଗା ଜଳକୁ ଘରେ ରଖିବା ସକାରାତ୍ମକ ଶକ୍ତି ବଜାୟ ରଖେ, ଯାହା ବାୟୁମଣ୍ଡଳକୁ ପବିତ୍ର ଏବଂ ଶାନ୍ତିପୂର୍ଣ୍ଣ ରଖେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ପ୍ରାଚୀନ କାଳରେ ଗଙ୍ଗା ଜଳ ଏକ ଔଷଧ ଭାବରେ ବ୍ୟବହୃତ ହେଉଥିଲା ଏବଂ ଏହାର ନିୟମିତ ବ୍ୟବହାର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏହି କାରଣରୁ ଗଙ୍ଗା ଜଳକୁ ଏତେ ସ୍ୱତନ୍ତ୍ର ବିବେଚନା କରାଯାଏ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।